ସମସ୍ତଙ୍କୁ ମୋର ରବୀନ୍ଦ୍ର ଏଜୁକେସନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜି ଆମେ ଦଶମ ଶ୍ରେଣୀ ପରିମିତି ଅନୁଶ୍ରେଣୀ 5 ଗୋଲକ ବିଷୟରେ ପଢ଼ିବା। ଏଟା ଗୋଲକ ଓ ଅର୍ଦ୍ଧଗୋଲକ ମିଶ୍ରିତ ଗଣିତଟିଏ। ନମ୍ବର 7I ର ଅନୁଶ୍ରେଣୀ 5 ନମ୍ବର 7I। କୋଶ୍ଚିନ୍ଟି କ'ଣ? 9 ସେମି ବ୍ୟାସର ବିଶିଷ୍ଟ ଏକ ଧାତବ ଗୋଲକକୁ ତରଳାଇ ସେଥିରୁ 1 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ କେତୋଟି କ୍ଷୁଦ୍ର ଗୋଲକ ପ୍ରସ୍ତୁତ କରାଯାଇପାରିବ? ହେଲା ପ୍ରଶ୍ନ। 9 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟେ ବଡ଼ ଗୋଲକଟେ ଅଛି। ତାର ବ୍ୟାସାର୍ଦ୍ଧ ହେଉଛି କେତେ? ବଡ଼ ଆର ଦେଖିବା 9 ସେମି। ଏହାକୁ ତରଳି ଏହାକୁ ପୁରା ମେଲ୍ଟ କରା ତରଳି ସେଥିରୁ 1 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଛୋଟ r ଇକ୍ୱାଲ୍ ଟୁ 1 ସେମି। ଏମିତି କେତୋଟି କରାଯାଇପାରିବ? ସମସ୍ତଙ୍କର 1 ସେମି। ସଂଖ୍ୟା ଆଗରେ କେତୋଟି ରହିବ? ତାହେଲେ ସମାଧାନ କରିବା। ବଡ଼ ଗୋଲକର ବ୍ୟାସାର୍ଦ୍ଧ କେତେ? ବଡ଼ ଗୋଲକର ବ୍ୟାସାର୍ଦ୍ଧ ବଡ଼ r ଇକ୍ୱାଲ୍ ଟୁ 9 ସେମି। କ୍ଷୁଦ୍ର ଗୋଲକର ବ୍ୟାସାର୍ଦ୍ଧ r ଇକ୍ୱାଲ୍ ଟୁ 1 ସେମି। ବଡ଼ ଗୋଲକକୁ ତରଳାଇ ତରଳାଇ ମନେ କର ଏକଷଠି କ୍ଷୁଦ୍ର ଗୋଲକ କରାଗଲା। କେତେଟା ଏମିତି ହବ? 61। ତାପରେ ବଡ଼ ଗୋଲକର ଆୟତନ ଯାହା 61 କ୍ଷୁଦ୍ର ଗୋଲକର ଆୟତନ ସେଇଆ। ତାହେଲେ ଅତଏବ ବଡ଼ ଗୋଲକର ଆୟତନ ଇକ୍ୱାଲ୍ ଟୁ 61 କ୍ଷୁଦ୍ର ଗୋଲକର ଆୟତନ। କାହିଁକି ନା ଏହାକୁ ତରଳୀକରଣ କରାଯାଉଛି। ଦ୍ୟାଟ୍ ଇମ୍ପ୍ଲାଇଜ୍ ବଡ଼ ଗୋଲକର ଆୟତନ କେତେ? 4/3 କ୍ୟାପିଟାଲ R କ୍ୟୁବ୍ ଇକ୍ୱାଲ୍ ଟୁ ଛୋଟ ଗୋଲକର ଆୟତନ କେତେ? 4/3 ପାଏ ସ୍ମଲ୍ r କ୍ୟୁବ୍। 4/3 ପାଏ କ୍ୟାପିଟାଲ R କ୍ୟୁବ୍, ଏଇଟା 4/3 ପାଏ ସ୍ମଲ୍ r କ୍ୟୁବ୍। ଗୋଟେ କ୍ଷୁଦ୍ର ଗୋଲକର ଆୟତନ କେତେଟା? 8ଟା ଗୁଣନ x। 4/3 କଟିଗଲା, ପାଏ କଟିଗଲା। ତାହେଲେ r କ୍ୟୁବ୍ ଇକ୍ୱାଲ୍ କେତେ? x r କ୍ୟୁବ୍। That implies x r cube is equal to x r cube ର ମୂଲ୍ୟ ଛୋଟ r କେତେ? 1 is equal to ଏଟା 9 ରଖୁ। That means x is equal to x into 1 is equal to 9 81 ନୂଆ 9 ଅଷ୍ଟମ 729 81 9 କୁ 3 ଗୁଣ 9 81 9 729 କେତୋଟି କ୍ଷୁଦ୍ର ଗୋଲକ ହବ? ଅତଏବ 729ଟି କ୍ଷୁଦ୍ର ଗୋଲକ। ଅତଏବ 729ଟି କ୍ଷୁଦ୍ର ଗୋଲକରେ ପରିଣତ କରାଯାଇପାରିବ। ତାହେଲେ ବଡ଼ ଗୋଲକକୁ ତରଳିଆ ହେଲା। ବଡ଼ ଗୋଲକର ବ୍ୟାସାର୍ଦ୍ଧ ଦେଇଛି, ତାର ଆୟତନ ହେଉଛି 4/3 ପାଏ r କ୍ୟୁବ୍। ଛୋଟ ଗୋଲକର ବ୍ୟାସାର୍ଦ୍ଧ r ଇକ୍ୱାଲ୍ ଟୁ 1 4/3 ପାଏ r ସ୍କୋୟାର 4/3 ପାଏ r କ୍ୟୁବ୍। x into 1 equal to 729 4/3 ପାଏ r କ୍ୟୁବ୍। ଦି ପଟେ 4/3 ପାଏ r କ୍ୟୁବ୍ 4/3 ପାଏ କଟିଗଲା। କ୍ୟାପିଟାଲ R କ୍ୟୁବ୍ ଇକ୍ୱାଲ୍ ଟୁ x into ସ୍ମଲ୍ r କ୍ୟୁବ୍
x into r is equal to r क्यू जगह बार बोला इक्वल टू कैपिटल R क्यू होगी 729 729 टी क्षुद्र गोलकରେ ପରିଣତ କରାଯାଇ ପାରିବ। ତ ଏଇଭଳି ଗଣିତ ପଢୁଛି ପଢିବା ପାଇଁ ବହିରେ ଯେହେତୁ ଅଛି ପଢିବ ନିଶ୍ଚିତ, ଏକା ବର୍ଷରେ ତ ସବୁ ପଢିବନି, ତେଣୁ ଆମ ସାମ୍ଭାବ୍ୟ ନିଶ୍ଚିତ ଏଇଟା ଇମ୍ପୋର୍ଟାଣ୍ଟ ନେବା। ଆଶା କରୁଛି ସମସ୍ତେ ବୁଝିପାରିଥିବେ। ବାରମ୍ବାର କରନ୍ତୁ, ଖାତାରେ ବୁଝନ୍ତୁ।